ଆଜି ସାରା ସଂସାରର ଲୋକମାନେ ଧର୍ମ ଧର୍ମ ଚିତ୍କାର କରି କରି ବ୍ୟାକୁଳ ହେଇଯାଉଛନ୍ତି। ସଂସାର ଭିତରେ ଅନେକ ନାମ ଅଛି। ରାମ ନାମ, କୃଷ୍ଣ ନାମ, ଜଗନ୍ନାଥ ନାମ, କିଏ ଆରଡ଼ି ନାମ, କିଏ ତାରିଣୀ, କିଏ ଶିବ, କିଏ ଦୁର୍ଗା, କିଏ କାଳୀ, ଅନେଶତ ଅଶୀ ମାନେ ଅପାର ଦେବାଦେବୀଙ୍କୁ ଡାକି ଅପାର ଧର୍ମ ନାମରେ ଚିତ୍କାର କରୁଛନ୍ତି। ଯେତେ ଧର୍ମ ସଂସାର ଭିତରେ ଅଛି ସମସ୍ତେ ଚାହୁଁଛନ୍ତି ଆମେ ନିଶ୍ଚିତ ଜୀବନ ମୁକ୍ତ ହେଇଯିବା, ଆମକୁ ଜୀବନ ମୁକ୍ତ ହେଇ ଆମକୁ ମୁକ୍ତି ମିଳିଯିବ। ହେଲେ ଇଏ ବିଶ୍ୱରେ ଯେତେ ଧର୍ମ ଅଛି ଇଏ ଧର୍ମର ମାନେ କ'ଣ ଥରେ କେହି ବିଚାର କରିଛି? ଯେ ଲକ୍ଷ ଲକ୍ଷ ଦେବାଦେବୀଙ୍କ ନାଁରେ ଯଜ୍ଞ ଯାଗ ଯଜ୍ଞ ପୂଜା ଅର୍ଘା ହେଉଛି, ଅନେକ ଦେବୀ ଦେବତାଙ୍କ ନାଁରେ ପୂଜା ଅର୍ଘା ହେଉଛି, ହେଲେ ସେ ଦେବୀ ଦେବତା କ'ଣ ନିଜକୁ ନିଜେ ଥରେ ରକ୍ଷା କରି କେହି ପାରିଲେଣି? ଆପଣମାନେ ବିଚାର କରିକି ଦେଖିବେ, କାଶୀ ବିଶ୍ୱନାଥ ମନ୍ଦିରରୁ ଯେଉଁ ଲୁଣ୍ଠନ କରାଗଲା, ମାମୁଦ ଆସିକି ଯେଉଁ ଲୁଣ୍ଠନ କଲା, ଯେ ଶହ ଶହ ମହଣ ସୁନା ସେଥିରୁ ବାହାର କରିକି ନେଇକି ତାଙ୍କର କୋଷାଗାର ଭିତରକୁ ଚାଲିଗଲା। ଏମିତି ତ ଆମର ଓଡ଼ିଶାରେ ବଡ଼ ମନ୍ଦିର ହେଉଛି ଜଗନ୍ନାଥ ମନ୍ଦିର। ଜଗନ୍ନାଥ ନିଜେ ସେ ଘରେ ଥାଉଁ ଥାଉଁ, ମନ୍ଦିର ଭିତରେ ଥାଉଁ ଥାଉଁ ଚଳନ୍ତି ପ୍ରତିଭାକୁ ଚୋର ତସ୍କର ମାନେ ନେଇକି ତାକୁ ଶେଷରେ ତାକୁ ଆଉଟି ଦେଲେ। ଏଇ ତ ହେଉଛି ମଣିଷ ମାନଙ୍କର ପଣିଆ। ଏଇ ମଣିଷ ଠାକୁର ତିଆରି କରୁଛି, ଏଇ ମଣିଷ ଧର୍ମ ତିଆରି କରୁଛି, ଆଉ ଏଇ ମଣିଷ ତାକୁ ଚୋରି କରୁଛି, ଆଉ ଏଇ ମଣିଷ ଠାକୁରକୁ ଅନାହାରରେ ରଖିଦେଉଛି। କିନ୍ତୁ ପ୍ରକୃତର ବଳବାନ କିଏ? ସେ ଯେମିତିକି ଗୋଟେ ଛୋଟିଆ କଥାଟେ ମୁଁ କହିବି ଯେ ଥରେ ମୂଷାମାନେ ଭାବିଲେ ଯେ ଆମକୁ କେମିତି ଆମେ ଇଏ ରକ୍ଷା ପାଇବା ଏ ସଂସାର ଭିତରୁ। ତେଣୁ ରକ୍ଷା ପ୍ରବଳ ଗରମ ହେଉଥାଏ, ପ୍ରବଳ ଗରମରେ ସେମାନେ ତାତି ଯାଉଥାନ୍ତି। ସେ ପାହାଡ଼ ପାଖରେ ସେମାନେ କେହି ରହିପାରୁନଥାନ୍ତି। ତେଣୁ ଖୋଜିଲେ, କହିଲେ ଭଗବାନ ଆମକୁ ରକ୍ଷା କର, ରକ୍ଷା କର, ରକ୍ଷା କର। ତାଙ୍କୁ କେହି ଜଣେ କହିଲା ତମକୁ ଯଦି ଏଇ ଗରମ ଦାଉରୁ କେହି ଜଣେ ରକ୍ଷା କରିବାକୁ ହୁଏ ନା, କେବଳ ତୁମକୁ ମେଘ ହିଁ ରକ୍ଷା କରିପାରିବେ। ତେଣୁ ସେଇ ମେଘ ପାଖକୁ ଗଲେ, ମେଘକୁ ଯାଇକି ହାତ ଯୋଡ଼ିକି ସ୍ତୁତି କଲେ। ମେଘ କହିଲା ମୋତେ କ'ଣ ପାଇଁ ତମେ ଡାକୁଛ? କହିଲା ଆମକୁ ଟିକେ ଗରମ ଦାଉରୁ ରକ୍ଷା କର। କହିଲା ମୁଁ କ'ଣ ଆଜ୍ଞା କରିବି, ମୁଁ ଯଦି ବର୍ଷା ଉଠେଇକି ଆଇଲା ବେଳକୁ ମୋତେ ତାର ପବନ ଉଡ଼େଇକି ନେଇକି କୁଆଡ଼େ ଛାଡ଼ିବି। ତାହେଲେ ବଡ଼ କିନା ତମେ ପବନ ପାଖକୁ ଯାଅ। ତେଣୁ ପବନ ପାଖକୁ ଗଲେ, ପବନ ପାଖ ଯାଇକି ସ୍ତୁତି କଲା ପରେ ପବନ କହିଲା ଆଜ୍ଞା ମୁଁ କ'ଣ କରିବି, ଆଉ ମୋ ଦ୍ୱାରା କିଛି ସମ୍ଭବ ନୁହେଁ। ତୁମେ ସେଇ ଯେଉଁ ପାହାଡ଼ ଅଛି ସେଇ ପାହାଡ଼ ପାଖକୁ ଯାଅ। ପାହାଡ଼ ମୁଁ ପବନ ବହିଲା ବେଳକୁ ମୋତେ ସେ ପାହାଡ଼ ଅଟକେଇକି ରଖିଦେଉଛି। ତେଣୁ ପାହାଡ଼ ପାଖକୁ ଗଲା ବେଳକୁ ପାହାଡ଼ କହିଲା ଯେ ମୋତେ ତମେ କ'ଣ ରକ୍ଷା କର, ମୋତେ ଏଇ ମଣିଷ ମାନେ ସବୁ ହାଣି ତାଡ଼ିକି ସବୁ ଶୁଖିକି ନେଇଗଲେ। ମୋ ଚାରି ପାଖରୁ ସବୁ ଖୁଦେଇ କରିକି ମୋ ହାଡ଼ ମାଂସ ମୋ ଯାହା ଥିଲା ସବୁ ମଣିଷ ଗୁଡ଼ା କୁଟେଇ କାଟେଇକି ସବୁ ନେଇକି ରାସ୍ତାଘାଟ ସବୁ ଚାରିଆଡ଼େ ପକାଉଛନ୍ତି। ତେଣୁ ମୁଁ କିଛି କରିପାରିବିନି। ନା ତାହେଲେ କରିବ କିଏ? କହିଲେ ସବୁ ସେଇ ମଣିଷମାନଙ୍କ ଦ୍ୱାରା ହେଉଛି। ତେଣୁ ଇଏ ସଂସାର ଭିତରେ ଯେତେ ଯାହା ସବୁ କାର୍ଯ୍ୟ ହେଉଛି, ମାରିବା, ହାଣିବା, କାଟିବା, ଧର୍ମ ତିଆରି କରିବା, ଆଉ ତେଣୁ ସବୁଗୁଡ଼ାକ ମଣିଷମାନଙ୍କ ଦ୍ୱାରା ହିଁ ହେଉଛି। ତେଣୁ ଏତେ ଯଥାଯଥ ପ୍ରମାଣ ଆମେ ମଣିଷମାନେ କରୁଥିଲା ବେଳେ ଇଏ ମଣିଷ ଏତେ ଅଜ୍ଞାନୀ ଯେ ନିଜକୁ ସେ ଜାଣିପାରୁନାହିଁ। ନିଜର ଯେଉଁ ଅପାର ଶକ୍ତି ଅଛି ତାକୁ ସେ ଜାଣିପାରୁନି। ତେଣୁ ମଣିଷ ଯଦି ତା ନିଜ ଭିତରେ ଥିବା ଅପାର ଶକ୍ତିକୁ ଜାଣିପାରନ୍ତା, ତାହେଲେ କେବେ ରାଗ, କ୍ରୋଧ, ହିଂସାରେ ଜଳି ଯାଆନ୍ତାନି। ଆଉ କେବେ ପ୍ରତ୍ୟେକ ରୋଜ ଯେମିତି ମରଣ, ଧର୍ଷଣ, ଚୋରି, ରାହାଜାନୀ, ଯୁଦ୍ଧ ଚାଲିଛି, ଏକଥା ମଧ୍ୟ ହୁଅନ୍ତାନି। ତେଣୁ ନିଜକୁ ଯଦି ନିଜେ ଆମେ ଚିହ୍ନିଯିବା ତାହେଲେ ଅଡ଼ୁଆ ଛିଡ଼ିଯିବ। ସେଥିପାଇଁ ଭାଗବତ ବି କହୁଛି ଯେ ନିଜକୁ ନିଜେ ଚିହ୍ନିଲେ ଛିଡ଼ଇ ଅଡ଼ୁଆ।
ତେଣୁ ଆମେ ନିଜକୁ ନିଜେ ତ ଚିହ୍ନି ପାରୁନାହାନ୍ତି, ଯୋଉଥିପାଇଁ କି ଆମେ ଧର୍ମ ଧର୍ମ ଚିତ୍କାର କରୁଛୁ। କି ଧର୍ମ ଆମେ କରିବା, କୋଉ ଧର୍ମ କରିବା, ଧର୍ମ ଶବ୍ଦର ସଂଜ୍ଞା କ'ଣ? ତେଣୁ ହେ ଆତ୍ମୀୟ ସଜ୍ଜନ, ଆପଣମାନେ ଧର୍ମ ଶବ୍ଦର ଅର୍ଥକୁ ଜାଣିଗଲା ପରେ ଆପଣ କୋଉଠି ଭଗବାନ ଦୁର୍ଗା କାଳୀ ଅଛି ତାକୁ ମଧ୍ୟ ଜାଣିଥିବେ। ତେଣୁ ନିଜ ଭିତରେ ଥିବା ଶକ୍ତିକୁ ଆଗେ ଜାଣନ୍ତୁ, ମୁଁ କିଏ ଚିହ୍ନନ୍ତୁ, ଯେ ମୋର ଅର୍ଥ ବୁଝିଯାଆନ୍ତୁ। ଜୟ